କାହାଣୀର ନାଁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ଥରେ ଜଣେ କଲେଜର ଅଧ୍ୟାପକ ହିନ୍ଦୁ ଧର୍ମର ନିନ୍ଦା କରୁଥିଲେ। ଜଣେ ବାଳକ ସେହି କଥାକୁ ସହ୍ୟ କରିପାରିଲା ନାହିଁ। ସେ ଠିଆ ହୋଇ ପଚାରିଲା, ମହାଶୟ, କ'ଣ ଆପଣଙ୍କ ଇସାଇ ଧର୍ମ ଅନ୍ୟ ଧର୍ମମାନଙ୍କର ନିନ୍ଦା କରିବା ଶିଖାଇଥାଏ? ଅଧ୍ୟାପକ ରାଗିଗଲେ ଆଉ କହିଲେ, ତୁମର ହିନ୍ଦୁ ଧର୍ମ କ'ଣ ଅନ୍ୟ ଧର୍ମର ପ୍ରଶଂସା କରିବା ଶିଖାଏ? ବାଳକ ଜଣକ ଠିଆ ହୋଇ ଗର୍ବର ସହିତ କହିଲା, ହଁ ଆଜ୍ଞା, ଆମର ଧର୍ମ କୌଣସି ଧର୍ମର ନିନ୍ଦା କରିବା ଶିଖାଏ ନାହିଁ। ଗୀତାରେ ଭଗବାନ କହିଛନ୍ତି ଯେ ଯିଏ ଯେକୌଣସି ଦେବତାଙ୍କର ଉପାସନା କଲେ ମଧ୍ୟ ତାହା ମୋର ଉପାସନା ହୋଇଥାଏ ଓ ତାହା ମୋତେ ପ୍ରାପ୍ତ ହୋଇଥାଏ। ଏବେ ଆପଣ ହିଁ କୁହନ୍ତୁ, ଆମ ଧର୍ମ ଅନ୍ୟ ଧର୍ମମାନଙ୍କର ନିନ୍ଦା କେମିତି ଶିଖାଇ ପାରିବ? ଅଧ୍ୟାପକ ଜଣକ ଉତ୍ତର ଦେଇପାରିଲେ ନାହିଁ। ଭାରତୀୟ ସଂସ୍କୃତି ଯାହାଙ୍କର ରୋମ ରୋମରେ ବାସ କରୁଥିଲା, ସେହି ବାଳକ ଭବିଷ୍ୟତରେ ଦର୍ଶନ ଶାସ୍ତ୍ରର ପ୍ରକାଣ୍ଡ ବିଦ୍ୱାନ ହୋଇଥିଲେ। ଏବେ ଆମେ ତାଙ୍କୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ନାମରେ ଜାଣୁଛୁ। ସେ ପ୍ରଥମେ ରୁଷର ରାଷ୍ଟ୍ରଦୂତ ଓ ପରେ ଭାରତର ରାଷ୍ଟ୍ରପତି ହୋଇଥିଲେ। ସେ ସାରା ବିଶ୍ୱରେ ଦେବ ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଥିଲେ। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।